ମୁଁ ହେଉଛି ହରିହର ସେठ DRCS ଗଜପତି ଡିଭିଜନ। ସାର୍ କ'ଣ କହିଛୁ ଆନ୍ତର୍ଜାତିକ ସମୟ ସମିତି ଉପଲକ୍ଷେ ଆଜି ବିଭିନ୍ନ ସ୍କିମ୍ ଉପରେ ଗଭର୍ଣ୍ଣମେଣ୍ଟର ଆଲୋଚନା କରିଲେ, ବିଭିନ୍ନ ବିଭାଗୀୟ ଅଧିକାରୀ ଆସିଥିଲେ ଏବଂ ଚାଷୀକୁ ସଚେତନତା କରାଇଥିଲେ, ଏହାପରେ କ'ଣ କହିବେ? ଏ ବର୍ଷ ଯେହେତୁ ଆମେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ କରୁଛୁ, ସେହି ଉପଲକ୍ଷେ ପ୍ରତି ମାସରେ ଆମର କିଛି ନା କିଛି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି। ଏ ମାସରେ ଆମର ଯେଉଁ ଜାତୀୟ ସ୍ତରର ସମବାୟ ସମିତି ଅଛି, ମଲ୍ଟି ଷ୍ଟେଟ୍ କୋଅପରେଟିଭ୍ ସୋସାଇଟି ଗୁଡ଼ାକ, ସେ ତାଙ୍କ ସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, କମନ୍ ସର୍ଭିସ୍ ସେଣ୍ଟର, ଏ ସମସ୍ତଙ୍କର ଉପଦେୟତା ସମ୍ବନ୍ଧରେ ଆମର ସମସ୍ତ ସମିତି ଲ୍ୟାମ୍ପସମାନଙ୍କର କର୍ମଚାରୀଙ୍କୁ ନେଇ, ସେମାନଙ୍କର ଚାଷୀମାନଙ୍କୁ ନେଇ ଆଜିର ସଭା ଆୟୋଜନ କରାଯାଇଥିଲା। କ'ଣ କହିବେ ଯେଉଁ ଆନ୍ତର୍ଜାତିକ ସମବାୟ ସମିତିରେ ବିଭିନ୍ନ ସ୍କିମ୍ ଉପରେ ଆଜି ଆଲୋଚନା ହେଲା, ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ, ତାପରେ କ'ଣ ଦେଖନ୍ତୁ, ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଆଜି ପ୍ରତ୍ୟେକ ମାସ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟ ପରିସର ଭିତରେ ସଚେତନ କାର୍ଯ୍ୟକ୍ରମ ସୃଷ୍ଟି ହୋଇଛି। ଅନୁରୂପ ଭାବେ ଆଜି ମଧ୍ୟ ଏ ମାସରେ ଏକ ଆଲୋଚନା ଚକ୍ର, ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମେ ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇକରି ଏବଂ ଯେଉଁ ସମସ୍ୟା ଗୁଡ଼ାକ ସମାଧାନ କରାଯାଇପାରିବ, ଲାଇନ୍ ଡିପାର୍ଟମେଣ୍ଟର ଅଫିସର ମାନେ ଉପସ୍ଥିତ ଥିଲେ, ସେମାନଙ୍କ ଆଗରେ ଅବଗତ କରାଯାଇଛି। ସେମାନେ ଯେ ସରକାରଙ୍କର ଯୋଜନା ଅବଗତ କରାଇଲେ, ତା ପରବର୍ତ୍ତୀ ସମୟରେ ଚାଷୀର ଅସୁବିଧାଟା ମଧ୍ୟ ଆମେ ଆଜି ଉପସ୍ଥାପନ କରିଛୁ। ଯେଉଁ ସବୁ ସମସ୍ୟା ଉପୁଜୁଛି ଚାଷୀର, ଯେ ସମୟ ଅନୁସାରେ ଇନ୍ସୁରାନ୍ସ କଥା କୁହନ୍ତୁ କିମ୍ବା ବିହନ କଥା କୁହନ୍ତୁ କିମ୍ବା ଅନ୍ୟାନ୍ୟ ଯେଉଁ ବ୍ୟବସ୍ଥା ରହିଛି, ଯେଉଁ ସାର କୀଟନାଶକ କଥା କୁହନ୍ତୁ, ଏସବୁ ସମସ୍ୟା ଉପରେ ଆମେ ଆଲୋକପାତ କରିଛୁ। ଏସବୁ ଜିନିଷ ଆମେ ବିଭାଗୀୟ କର୍ତ୍ତୃପକ୍ଷକୁ ଅବଗତି କରାଇଛୁ ଆଲୋଚନା ଚକ୍ର ମାଧ୍ୟମରେ, ଏବଂ ସେମାନେ ମଧ୍ୟ ଏସୁରାନ୍ସ ଦେଇଛନ୍ତି ଯେ ଆଗାମୀ ଦିନରେ ଏ ପ୍ରକାର ସମସ୍ୟାର ସମାଧାନ କରିବା ପାଇଁ ଆମେ ବାଟ ଖୋଜିବୁ ଏବଂ ଚାଷୀ ଯେପରି ଅସୁବିଧା ନ ହେବେ ତା ପାଇଁ ଆମେ ବିକଳ୍ପ ପନ୍ଥା ଖୋଜିବୁ ବୋଲି ସେମାନେ ଆଜି ପ୍ରତିଶ୍ରୁତି ଦେଇଛନ୍ତି। ଏବଂ ସମବାୟ ମାଧ୍ୟମରେ ଯେଉଁ ଯୋଡ଼ି ହେବା ପାଇଁ ଯେଉଁ ପ୍ରଚେଷ୍ଟା ବର୍ତ୍ତମାନ ଜାରି ରହିଛି, ଚାଷୀ ମଧ୍ୟ ଏହାକୁ ସ୍ୱାଗତ କରୁଛୁ ଏବଂ ଚାଷୀ ବହୁଳ ପରିମାଣରେ ଯେଉଁ ସହଯୋଗ କରିକି ଏହାକୁ ସାଫଲ୍ୟ ମଧ୍ୟ